ନା କିଏ ଫୋନ କଲା? ସ୍ୱରୂପ ସ୍ୱରୂପ। ହଁ କଣ କହିଲା? କହିଲା ଆଉ ତମେ ଟିକେ ଆଜି କାହିଁ ଆସିଲନି? ମୁଁ କହିଲି ମୁଁ କାଲିଠୁ କହିଥିଲି ମୋର ଏପଟେ ଗୋଟେ ପୁରୀରେ ଗୋଟେ ମିଟିଂ ଅଛି, ମୁଁ ପୁରୀ ଯିବି। ନା ତମେ ଗୋଟେ ମିଡିଆ ବାଲା ସାଙ୍ଗରେ ଟିକେ କହିଦବ। ମୁଁ କହିଲି କଣ କହିବି? ନା ଟିକେ କହିଦିଅ ଇଏ ଯୋଉରା ବାଜିଛି ମିଛ। ମୁଁ କହିଲି ଦିଅ। ସେଠୁ ମୁଁ କାହିଁକି ଆଗୁଆ ତାକୁ ଘୁଡେଇବି? ସେଠୁ ମତେ କହିଲା ତମେ ଶ୍ରୀଧର ଭାଇଟି? ମୁଁ କହିଲି ହଁ। ନା ଏଇ ଯୋଉ ତମ ନାଁରେ ଯୋଉ ଏମ୍ ନ୍ୟୁଜ ଯୋଉ ଗୁଡାକ ପ୍ରସାରଣ କଲା, ତମେ ଏମ୍ ନ୍ୟୁଜ ବିରୁଦ୍ଧରେ କାହିଁକି ଆଇନର ଆଶ୍ରୟ ନେଲନି? ମୁଁ କହିଲି ମାନେ? ନା ତମେ ତା ନାଁରେ ଗୋଟେ କେସ୍ ଦେଇଥାନ୍ତ। ମୁଁ କହିଲି କୋଉଠି ଦେଇଥାନ୍ତି? ନା କୋର୍ଟରେ ଦେଇଥାନ୍ତ କି ଥାନାରେ ଦେଇଥାନ୍ତ। ମୁଁ କହିଲି ମୋର କଣ ସେ ବିଲ ହଳ କରୁଥିଲା ନା ମୋ ବିଲରୁ ଧାନ କାଟି ନେଇ ଯାଇଛି ମୁଁ ତା ନାଁରେ କେସ୍ କରିବି? ନା ଏମିତି କଣ କହୁଛନ୍ତି? ମୁଁ କହିଲି ଆଉ ନା ତମର ବୋଧେ ତା ସାଙ୍ଗରେ ସଲାସୁତୁରା ଅଛି? ମୁଁ କହିଲି ହଁ ଅଛି। ନା କଣ ସଲାସୁତୁରା? ମୁଁ କହିଲି ଯେତେବେଳେ ଆମେ ଭଲ କାମ କରିଥିଲୁ ନ୍ୟୁଜ ବାଲାକୁ ଡାକୁଥିଲୁ, ନ୍ୟୁଜ ବାଲା ଆମର ଭଲ 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 ବୋଲିକି ବଜାଉଥିଲା। ଯେତେବେଳେ ଆମେ ଭୁଲ କାମ କଲୁ ନ୍ୟୁଜ କହିଲା ଭୁଲ ଭୁଲ ଭୁଲ। ତମେ ନ୍ୟୁଜ ବାଲାର ନମ୍ବର ପୁରା ସ୍ୱରୂପ ସାରଙ୍କ ପାଖରେ ଅଛି, ତାକୁ ଫୋନ କରିକି ତାକୁ ଡାକୁନ, ତାକୁ ତା ସାଙ୍ଗରେ କଥା ହଉନ। ମତେ କାହିଁକି ଏଗୁରା କହୁଛ? ନା ସେ ଯୋଉ ସସ୍ମିତା ପାଣ୍ଡିଆ ନାଁରେ ଯୋଉ ବଜେଇଲା, ତମେ କାହିଁକି ଏଟାକୁ ସ୍ୱର ଉତ୍ତୋଳନ କଲନି? ମୁଁ କହିଲି କଣ କହିଥାନ୍ତି? ନା ସିଏ କାହିଁକି ବଜେଇଲା? ମୁଁ କହିଲି ମୁଁ କାହିଁକି କହିବି? ମୋର କଣ ଦରକାର? ଆପଣ ଜଣେ ମିଡିଆ ବାଲା ତ? ନା ହଁ। ମୁଁ କହିଲି ଆପଣ ମିଡିଆ ବାଲା, ଆପଣ କୋଉଠି ଦୁର୍ନୀତି ହଉଛି ଆପଣ ଖୋଜିବେ। ମୁଁ ସାଧାରଣ ଗୋଟେ ଅଫିସର କର୍ମଚାରୀ, ମୁଁ କାହିଁକି ଆପଣଙ୍କୁ ଇଏ ପ୍ରଶ୍ନ ପଚାରିବି ତୁ କାହିଁକି ଏଗୁଡାକ ବଚାଉଛୁ? ମୁଁ କହିଲି ଆପଣ ଜାଣିନାହାନ୍ତି 15 ଦିନ ମୁଁ ଘରେ ଖାଇନି, 15 ଦିନ ମୁଁ ଖାଇନି। ଆଜି ସ୍ୱରୂପ ସାରଙ୍କର ମୁଣ୍ଡ ବିନ୍ଧା ହଉଛି, ଶ୍ୟାମଲାଲ ପ୍ରଧାନର ମୁଣ୍ଡ ବିନ୍ଧା ହଉଛି, ମୋ ପିଲା ଛୁଆ, ମୋ ସଂସାର, ମୋ ଶ୍ୱଶୁର ଘର, ମୋ ବନ୍ଧୁବାନ୍ଧବ ସମସ୍ତେ କହିଲେ ତମେ ହରଲୁଟ କରିଛ ହଜାର ହଜାର ଟଙ୍କା ଲୋକଙ୍କର। କୋଉଠି ଥିଲେ ସେମାନେ? କୋଉଠି ଥିଲେ ତମେ? ଗୋଟେ ଝିଅ ନାଁରେ ବାଜିଲା ବୋଲିକି ସିଏ ବଇଛି, ତାଙ୍କ ମୁଣ୍ଡ ଭାରି ହେଇଯାଉଛି। ଗୋଟେ ପୁଅ ପିଲା ନାଁରେ ହଜାର ହଜାର ଟଙ୍କା ଲୁଟ ହେଲା, କାହାର ଲୁଟ କଲି ମୁଁ? କାହାର ଲୁଟ କଲି? ସେ ଅଫିସରେ କଣ ଟଙ୍କା ଡିପୋଜିଟ ହେଇନି? ସେ ଅଫିସ କଣ ତାଙ୍କୁ ଖାତା ଦେଇନି? ସେଇ ଯୋଉ ଝିଅଟି ବାଇଟି ଦେଲା, ସେ ମିଡିଆ ଆଗରେ କହିଲାନି ସାରେ ମୁଁ ଲୋକଙ୍କର ହଜାର ହଜାର ଟଙ୍କା ନେଇଛି, ତା ବଦଳରେ ତାଙ୍କୁ ଖାତା ଦେଇଛି, ତାଙ୍କୁ ଆମର କପଡା ମାର୍ଟ ଖୋଲିଲେ ଆମେ କପଡା ଯୋଗେଇବୁ, କି ରାସନ ଆସିଲେ ଅଫିସ ସାଙ୍ଗରେ ମୁଁ ଯୋଗାଯୋଗ କରିକି ରାସନ ଦେବି। ସେ ଡାଇରେକ୍ଟ ବାଇଟ ଦଉଛି ଶ୍ରୀଧର ବେହେରା ନେଇଯାଇଛି। ତ ମିଡିଆ ବାଲା ମୋର ସମ୍ପର୍କ ନୁହଁ, ଆପଣ ମୋ ସମ୍ପର୍କରେ କି? ନା ନା। ମୁଁ କହିଲି ମୋର କଣ, ମୋ ସଡୁ କଣ ମିଡିଆ ବାଲା? ନା ମୋ ମାଉସୀ ପୁଅ ଭାଇ ମିଡିଆ ବାଲା? ତାଙ୍କୁ ଡାକିଲେ ସେ ମୋ କାମ କରନ୍ତି, ତାଙ୍କ ନ୍ୟୁଜ ପ୍ରସାରଣ କରନ୍ତି। ଅଫିସରୁ ତାଙ୍କୁ କଣ 5 ଟଙ୍କା 3 ଟଙ୍କା ମିଳେ, ନା ଆପଣ ଦିଅନ୍ତୁ? ମୁଁ କହିଲି ମୁଁ କାହିଁକି ଦେବି? କେବଳ ଏତିକି ଦଇ ଭାଇ, ଯଦି ତମେ ଖାଇନ 200 ଟଙ୍କା ନେଇଯାଅ, ହୋଟେଲରେ ଖାଇ ନେଇକି ଯିବ। ଆପଣ ତରତର ହଉଛନ୍ତି କି ଏତେ ବାଟ ଆସିଛ ମୋ ସାଙ୍ଗରେ, ମୁଁ ତେଲ ତାଙ୍କ ଗାଡିରେ ପକେଇ ଦିଏ। ମୋର ଡେଲାଙ୍ଗଠୁ ଆରମ୍ଭ କରି ବୋଲଗଡଠୁ ଆରମ୍ଭ କରିକି କେନ୍ଦ୍ରାପଡା ଯାଏ ମୋ ଗାଡିରେ ସେ ଦୌଡିକି ଯାଆନ୍ତି। ମୁଁ ଡାକିଦେଲେ ଆପଣ ମତେ ନମ୍ବର ଦଉନାହାନ୍ତି, ମୁଁ ଡାକିବି ଦେଖିବା ଆପଣଙ୍କର କେତେ ଦମ ଦୌଡିବେ। ନା ତାହେଲେ ଆମେ ଏମ୍ ନ୍ୟୁଜ ର ନମ୍ବର ଦଉନା? ବୋଲି ମୁଁ ନମ୍ବର ନାହିଁ, ନମ୍ବର ସ୍ୱରୂପ ସାରଙ୍କୁ ଦେଇଛି। ଯେତେବେଳେ ସେ ବାରମ୍ବାର ଫୋନ କଲେ, ମତେ ଫୋନ କଲେ ବେହେରା ବାବୁ ଏମିତି ଏମିତି ଘଟଣା, ମୁଁ ସାରଙ୍କୁ ଜଣେଇଲି ସାର୍ ଏମିତି ଏମିତି କଣ ହେଇଛି ଘଟଣା? ନା ବୁଝିଦବା, ତା ନମ୍ବର ଦିଅ। ମୁଁ ନମ୍ବର ଦେଲି, ସିଏ ମିଡିଆ ବାଲା ଆସିକି ଦୁଆର ମୁହଁରେ ଠିଆ ହେଇଛି। ମିଡିଆ ବାଲା କଣ ବେଠିଆ? ଆପଣ ଜଣେ ମିଡିଆ ବାଲାଟି, ଆପଣଙ୍କୁ ଚେୟାର ଦେଇଛନ୍ତି ନା ନାଇଁ? ନା ହଁ। ମୁଁ କହିଲି ଆପଣଙ୍କୁ ପାଣି ଦେଇଛନ୍ତି ନା ନାଇଁ? ନା ହଁ। ମୁଁ କହିଲି ଆପଣଙ୍କୁ ଖାଇବାକୁ ଦେଇଛନ୍ତି ନା ନାଇଁ? ନା ହଁ। ମୁଁ କହିଲି ସିଏ କଣ? ସିଏ କଣ ବେଠିଆ? ନା ଆପଣଙ୍କ ଘରର ଚାକର ଦୁଆର ମୁହଁରେ ଠିଆ ହେଇଗଲା, ଇଏ ପ୍ରତିକ୍ରିୟା ଦେବାକୁ ପଦାକୁ ବାହାରିଲେନି, ମୋବାଇଲ ରିସିଭ୍ କଲେନି? ନା ତମେ ଥାନାରେ କେସ୍ କଲନି? ବୋଲି କାହିଁକି? ନା ତମେ ଥାନାରେ କଣ ପଇସା ମାଗୁଥିଲ? ମୁଁ କହିଲି ହଁ। ତମେ ମତେ ଆଇନ ଶିଖେଇବ? 2.5 ବର୍ଷ କାଳ ମୁଁ ବା କେସ୍ ବୁଲି ବୁଲିକି ଆସିଛି, କୋର୍ଟ କଚେରୀ ଠୁ ଧରିକି। କାଗଜ ଖଣ୍ଡେ ଗଲେ ପୋଲିସ ଷ୍ଟେସନରେ 1000 ଦରକାର, ସେ 1000 ଟଙ୍କା ଟା ଆପଣ ଦେବେ ନା ଅଫିସ ମତେ ଦବ? ମୁଁ ଗୋଟେ ଚତୁର୍ଥମ ଗୋଟେ ମିଡିଆ ନାଁରେ ମୁଁ କେସ୍ କଲି, ଆପଣ ଗୋଟେ ମିଡିଆ ବାଲା ଏଭଳି କଥାବାର୍ତ୍ତା କଣ କରୁଛନ୍ତି? ଆପଣଙ୍କୁ ଟିକେ ଲଜ୍ଜା ଲାଗୁନି? ରଖ ଫୋନ। ସେ ଫୋନ ଧରିକିନି କାଟିଦେଲା। କହିଲା ତମେ ଏତେ ଜୋରେ କଣ ଗରମ ହେଇକି କଥାବାର୍ତ୍ତା କରୁଛ? ମୁଁ କହିଲି ଭାଇ ଆହୁରି ଗରମ ମୋ ଝଲକ ତମେ ଦେଖିନ। 15 ଦିନ କାଳ ଆଜି ହେଲାଣି ମୁଁ ଘରେ ରହିପାରୁନି। ମୋ କଲର ଧରିକି ସେ ଭିଡିକି ବାଡେଇବ ବୋଲି ଉଦ୍ୟକ୍ତ କରୁଛି। ସେଠି ସେ ସାର୍ ମାନେ ନଥିଲେ, ମୋ ବେକରେ ଶାବଳ ପକେଇଦବ କୌଣସି ଏମାନେ ନଥିଲେ। ଖାଲି ଭାଗ୍ୟ ଭଲ ମୁଁ ଝିଅଟା ନୁହଁ, ନହେଲେ କଣ କରିସାରନ୍ତାଣି। ଆପଣ ମିଡିଆରେ ପ୍ରଚାର କରନ୍ତୁ, ଶ୍ରୀଧର ବେହେରା କହୁଛି ଯଦି ଝିଅ ହେଇଥାନ୍ତି କଣ କରିସାରନ୍ତାଣି। ତାକୁ ମୁଁ ଚାକିରି ଦେଇଛି, ତାକୁ ସ୍ୱରୂପ ଦେଇନି, ତାକୁ ଶ୍ୟାମଲାଲ ପ୍ରଧାନ ଦେଇନି। ଫୋନ କାଟିଲି, ପୁଣି ସ୍ୱରୂପ ପାଖକୁ ଲଗେଇଲି। ମୁଁ କହିଲି ତମ ପାଖରେ ନମ୍ବର ଅଛି, ତାକୁ ଦେଇଦଉନ। ନା ଆମେ ତା ନାଁରେ ଯାଉଛୁ କେସ୍ କରିବାକୁ, ତମେ ଦସ୍ତଖତ ଦବଟି? ମୁଁ କହିଲି ଯଦି ସେଇଟା ଉପଯୋଗୀ ହେଇଥିବ ମୁଁ ଦସ୍ତଖତ କରିବି, ଯଦି ଅନୁପଯୋଗୀ ହେଇଥିବ ମୁଁ ଦସ୍ତଖତ କରିବିନି। ଯୋଉ ମିଡିଆ ବାଲା ଫୋନ କରିଥିଲେ ସେ କିଏ? ଯୋଉ ମିଡିଆ ବାଲାଟି ଫୋନ କରିଥିଲେ ସେ କିଏ?
ଆରେ ତା ନମ୍ବର ଭାଇ ଆସିନି, ନହେଲେ ମୁଁ ତା ନମ୍ବର ଦେଇନଥିଲି। ସ୍ୱରୂପ ସାରଙ୍କ ନମ୍ବରରୁ ଫୋନ କଲା, ମିଡିଆ ବାଲା ଚାଲାକି ନୁହେଁ କି, ତା ନମ୍ବରଟି ଦେଲେନି। ସେ ମିଡିଆ ବୋଲି ପୁଣି ତାଙ୍କର ପରିଚୟ ଦେଇଥିବେ ନା ନାଇଁ? ମତେ କହିଲାନି ପୁରା, ମୁଁ କହିଲି କୋଉ ମିଡିଆ ବାଲା ତମେ ନାଁ କୁହ, କୋଉ ଚ୍ୟାନେଲରୁ ଯାଇଛ କୁହ, ମୁଁ ତମ ପାଖରେ ଓଟି ବାଲା ନେଇକି ପହଞ୍ଚିଯିବି। ଆଉ ତମର ଯଦି ଦମ ଅଛି ତମେ ସେଇ କାକରଦରପୁର ପ୍ରତାପରୁଦ୍ରପୁର ଆସ, ପ୍ରତି ଘର ଘର ବୁଲିକି ଚେକ୍ କର ଲୋକମାନେ କଣ କହୁଛନ୍ତି ତା ବିରୁଦ୍ଧରେ କି ମୋ ବିରୁଦ୍ଧରେ। କଣ ସେଠି ବସିକି କଣ ରାଜନୀତି ଦେଖଉଛ? ଆମେ ଗାଁରେ ଖଟୁଛୁ, ଆମେ ଜାଣିଛୁ। ଫୋନ କାଟିଦେଲା ଆଉ।